ନମ୍ବର 1 ଉତୁତୁ ହୋଇ ଜଳିଗଲା ମୋ ବସ୍। ଗତ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏକ ବ୍ରେକ୍ଡାଉନରେ ମୋ ବସ୍ ନମ୍ବର ଓଡ଼ି 33U7111ରେ କଟକ କପୁରିଆ ପ୍ରେସ୍ ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ହଠାତ୍ କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ବସ୍ଟିରେ ନିଆଁ ଲାଗିଯାଇଥିଲା, ଯାହାଫଳରେ ବସ୍ଟି ଉତୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା। ଏହାପରେ 112ଟାରୁ ଖବର ପାଇଁ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସୌଭାଗ୍ୟବଶତଃ ବସ୍ଟିରେ କୌଣସି ଯାତ୍ରୀ ନଥିବା ବେଳେ ଏହାଦ୍ୱାରା କେହି ମୃତ କିମ୍ବା ଆହତ ମଧ୍ୟ ହୋଇନାହାନ୍ତି। ତେବେ ଖବର ପାଇଁ କ୍ୟାପିଟାଲ ରିଜିୟନ୍ସ ଅର୍ବାନ୍ ଟ୍ରାନ୍ସପୋର୍ଟ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ତୁରୁମାଲା ନାୟକ, ଜେନେରାଲ ମ୍ୟାନେଜର ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ ସଞ୍ଜୟ ବିଶ୍ୱାଳଙ୍କ ସମେତ ପରିବହନ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନମ୍ବର 2 କଟିଯିବ ଆପଣଙ୍କ ରାସନ କାର୍ଡ, ଆଉ ମିଳିବନି ଚାଉଳ କି ଗହମ। ରାସନ କାର୍ଡ ହିତାଧିକାରୀମାନଙ୍କୁ ତୁରନ୍ତ କିଛି ଜରୁରୀ କାମ କରାଇ ନେବାକୁ ପଡ଼ିବ, ଯାହାଫଳରେ ଆପଣଙ୍କୁ ପୂର୍ବଭଳି ମାଗଣା ରାସନ ପାଇପାରିବେ ଆଉ ସରକାରୀ ସୁବିଧା ପୂର୍ବଭଳି ପାଇବାକୁ ସକ୍ଷମ ହେବେ। ଏହା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ। ତେବେ କେଉଁ କାମ କରିବାକୁ ପଡ଼ିବ? ରାସନ କାର୍ଡଧାରୀଙ୍କୁ ତୁରନ୍ତ ଇ-KYC କରାଇବାକୁ ପଡ଼ିବ। ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ ଇ-KYC ବାଧ୍ୟତାମୂଳକ କରାଯାଇଛି। ଯଦି ଇ-KYC କରାନଯାଏ ତେବେ ରାସନ କାର୍ଡରୁ ନାଁ କଟାଯିବ, ଯାହାଫଳରେ ଅଯୋଗ୍ୟ ହିତାଧିକାରୀ, ଭୂତ ରାସନ କାର୍ଡଧାରୀ ଏବଂ ଧନିକ ଶ୍ରେଣୀରେ ଲୋକ ରାସନ କାର୍ଡ ହୋଇଥିଲେ ମଧ୍ୟ ତାହା କଟାଯିବ। ଯେଉଁମାନେ ଇ-KYC କରିନଥିବେ ସେମାନଙ୍କ ରାସନ କାର୍ଡ ଆସନ୍ତା ନୂଆବର୍ଷ ବା ଜାନୁଆରୀ 1 ତାରିଖରୁ କାଟି ଦିଆଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ। ନମ୍ବର 3 ଚର୍ଚ୍ଚାରେ ଶ୍ରୀଲଙ୍କାର ଟୋଲ୍ କଲେକ୍ଟର ହାତୀରାଜା। ସାଧାରଣତଃ ରାସ୍ତା କଡ଼ରେ କ୍ୟାବିନ୍ ପକାଇ ଟୋଲ୍ କଲେକ୍ଟର କହିବାକୁ ଟୋଲ୍ କଲେକ୍ଟର ରହିଥାନ୍ତି, କିନ୍ତୁ ଶ୍ରୀଲଙ୍କାରେ ଏହା ଟିକିଏ ଅଲଗା। ବଟାଟା କରଗାମଣ୍ଡା ରାସ୍ତାରେ 40 ବର୍ଷରୁ ଉର୍ଦ୍ଧ୍ୱ ବୟସର ଏକ ଜଙ୍ଗଲୀ ହାତୀ, ଯିଏକି ଟୋଲ୍ କଲେକ୍ଟର ଭାବରେ କାମ କରୁଥିବା ଜଣାପଡ଼ିଛି। ଏହି ହାତୀରାଜା ନାମରେ ପରିଚିତ। ସେ ରାସ୍ତା କଡ଼ରେ ଠିଆ ହୋଇ ଉଭୟ ଦିଗରୁ ଆସୁଥିବା ଗାଡ଼ିକୁ ଅଟକାଇ ଖାଦ୍ୟ ସଂଗ୍ରହ କରିଥାଏ। ରାଜା ଟୋଲ୍ ସଂଗ୍ରହ କରିବା ଭଳି ଖାଦ୍ୟ ସଂଗ୍ରହ କରିଥାଏ, ଯାହା ଯାତ୍ରୀମାନେ ବେଶ୍ ଉଦାର ମନୋଭାବରେ ତାକୁ ଦେଇଥାନ୍ତି। ରାଜା ଟୋଲ୍ ମାଗିବା ବେଳେ ଧୈର୍ଯ୍ୟର ସହିତ ଛିଡ଼ା ହୋଇଥାଏ, କାରଣ ସେ ଜାଣେ ଯେ କ୍ରୋଧ ହେଲେ ଲୋକ ତା'ଠାରୁ ଭୟରେ ଦୂରେଇ ଯିବେ। ତେଣୁ ସେ ଗାଡ଼ିକୁ ଅଟକାଇ ପରେ ଶାନ୍ତ ଭାବରେ ନିଜର ବିଶାଳ ଶୁଣ୍ଢ ବ୍ୟବହାର କରି ଡ୍ରାଇଭରମାନଙ୍କଠୁ ଖାଦ୍ୟ ମାଗିଥାଏ। ନମ୍ବର 4 ଭୋଗ ନାଁରେ ବିକ୍ରି ହେଉଛି ଅପମିଶ୍ରିତ ଗଜା। ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଗଜା, ଯାହାକୁ ନେଇ ସୁଆର ମହାସୁଆରରେ ନିସର୍ଗ ସମ୍ପାଦକ ନାରାୟଣ ମହାସୁଆର ଅଭିଯୋଗ କରିଛନ୍ତି। କିଛି ମୁନାଫାଙ୍କର ବ୍ୟବସାୟୀର ଆଣ୍ଠୁ ଓ ଗୋଡ଼ରେ ମଇଦା ଚକଟି ଗଜା ପ୍ରସ୍ତୁତ କରି ଫାଇଦା ଉଠାଉଛନ୍ତି। ଗଜାରେ ଅତ୍ୟଧିକ ମୁନାଫା ଆଶାରେ ଯୁବପିଢ଼ି ସାମିଲ ହେଉଥିବା ବେଳେ ଗଜା ଦୋକାନରେ ସଂଖ୍ୟା ବଢ଼ିବାରେ ଲାଗିଛି। ନିକଟ ଅତୀତରେ ଗଜା ବ୍ୟବସାୟୀଙ୍କୁ ନେଇ ଦୁଇଟି ମୁଣ୍ଡ ଗଡ଼ିଥିଲା। ଦିନକୁ ଦିନ ପୁରୀରେ ଗଜା ବ୍ୟବସାୟ କାୟା ବିସ୍ତାର କରୁଥିବା ବେଳେ ମହାପ୍ରସାଦ ନାମରେ ଅପମିଶ୍ରିତ ଗଜା ବିକ୍ରି ହେବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଡିଜିଟାଲ ଓଜନ ମାପକ ଯନ୍ତ୍ର ବି ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ନମ୍ବର 5 ଭଙ୍ଗାଗଲା ବିଜେଡି କାର୍ଯ୍ୟାଳୟ। କଟକ ଜିଲ୍ଲା ଆଠଗଡ଼ ତହସିଲ ଅଧୀନ କୁମାରପୁର ପଞ୍ଚାୟତରେ ଗୋଚର ଜମିରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟକୁ ଶନିବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଭଙ୍ଗାଯାଇଥିବା ବେଳେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ଅତିରିକ୍ତ ଏସ୍ପି ଦେବଦତ୍ତ ବରାଳ, ଚୌଦ୍ୱାର ଏସ୍ଡିପି ଓ ମହାକାନ୍ତ ନାୟକ, ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁଙ୍କ ସମେତ ଗୁରୁଡି, ଜାଟିଆ, କୁଣ୍ଟିଣି, ଆଠଗଡ଼, ତିରିଆ ଥାନା ଆଇଆଇସି 2 ଜଣ ମାଜିଷ୍ଟ୍ରେଟ, 15 ଜଣ ଅଫିସର ଓ 4 ପ୍ଲାଣ୍ଟ ଫୋର୍ସ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ କୁମାରପୁର ପଞ୍ଚାୟତରେ ବଳିପୁଳ ମୌଜାର ଖାତା ନମ୍ବର 61 ପ୍ଲଟ ନମ୍ବର 126111ର 83 ଡିସିମିଲ୍ ଗୋଚର ଜାଗାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଜବରଦସ୍ତ ଦଖଲ କରି ଗୃହ ନିର୍ମାଣ କରିଥିଲେ। ନମ୍ବର 6 ମାଗଣା ବିଜୁଳି ପାଇଁ ପିଏମ୍ ସୂର୍ଯ୍ୟଘର। ଜାଣନ୍ତୁ କେଉଁମାନେ ପାଇବେ ଏହି ଯୋଜନା। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ଆଦର୍ଶ ସୌର ଗ୍ରାମର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଦ୍ୱାରା ପ୍ରକାଶ ପାଇଛି। ଆଦର୍ଶ ସୌର ଗ୍ରାମ ଯୋଜନା ଅଧୀନରେ ସମଗ୍ର ଭାରତର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମବାସୀମାନଙ୍କୁ ସେମାନଙ୍କର ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ କରିବା। ଏହି ଯୋଜନା ପାଇଁ ମୋଟ 800 କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ମନୋନୀତ ଆଦର୍ଶ ସୌର ଗ୍ରାମ ପିଛା 1 କୋଟି ଟଙ୍କା ପ୍ରଦାନ କରାଯିବ। ନମ୍ବର 7 1 କୋଟି ନୂଆ ଘର ପାଇଁ ପିଏମ୍ ଆବାସ ଯୋଜନା ଆରମ୍ଭ ହେଲା ଆବେଦନ। ଏପରି କରନ୍ତୁ ଆବେଦନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନରେ କେନ୍ଦ୍ର ସରକାରଙ୍କ ପିଏମ୍ ଆବାସ ଯୋଜନା 2.0 ଆସିଛି। ଏଥିରେ ଲୋକଙ୍କୁ ଘର ତିଆରି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସହର କ୍ଷେତ୍ରରେ ଆର୍ଥିକ ଭାବେ ଦୁର୍ବଳ ଏବଂ ମିଡିଲ୍ କ୍ଲାସ ପରିବାରମାନଙ୍କ ପାଇଁ 9 ଅଗଷ୍ଟ 2024ରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ PMAY 2.0କୁ ମଞ୍ଜୁରୀ ଦିଆଯାଇଥିଲା।
ଏହି ଯୋଜନାରେ 1 କୋଟି ନୂଆ ଘର ନିର୍ମାଣ କରାଯିବ। ଆବାସ ଏବଂ ସହର ମାମଲାରେ ମନ୍ତ୍ରାଳୟ ଅନୁସାରେ ପ୍ରତି ୟୁନିଟ୍ 2.30 ଲକ୍ଷ ଟଙ୍କା ସ୍ୱୀକୃତି କରାଯିବ। ଏହି ଯୋଜନା ଅନୁଯାୟୀ ସହଜ କ୍ଷେତ୍ରରେ ଗତ ପର୍ଯ୍ୟାୟରେ 1.18 କୋଟି ଘରକୁ ମଞ୍ଜୁରୀ ଦିଆଯାଇଥିଲା। 85.5 ଲକ୍ଷରୁ ଅଧିକ ଘର ତିଆରି କରାଯାଇଛି ଏବଂ ହିତାଧିକାରୀମାନଙ୍କୁ ଟଙ୍କା ଦିଆଯାଇଛି। ନମ୍ବର 8 ଟ୍ରେନ୍ରେ ଚଢ଼ିବା ସମୟରେ ଖସିଗଲା 2 ମହିଳାଙ୍କ ଗୋଡ଼, କଟିଯାଇ ଚାଲିଗଲା ପ୍ରାଣ। ଗଞ୍ଜାମରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ଟ୍ରେନ୍ରୁ ଖସିପଡ଼ି 2 ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ବ୍ରହ୍ମପୁର ଉପକଣ୍ଠ ସୁର୍ଲା ରୋଡ୍ ରେଳ ଷ୍ଟେସନ ନିକଟରେ ଟ୍ରାକ୍ରୁ ମୃତଦେହ ଉଦ୍ଧାର କରାଯାଇଛି। 2 ମୃତକ ମହିଳା ଚିକିଟି ପତାପଳି ଜଗନ୍ନାଥପୁର ଗ୍ରାମର ହୋଇଥିବାରୁ ସୂଚନା ରହିଛି। ଭୁବନେଶ୍ୱର ପାଚିକା ସଂଘ ରାଲିରେ ଯୋଗ ଦେବା ପାଇଁ ଆସିବା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକମାନଙ୍କ ନାମ ପାର୍ବତୀ ଏବଂ ଜୁନୁ ଗୌଡ଼। ସୂଚନା ଅନୁସାରେ ପାର୍ବତୀ ଏବଂ ଜୁନୁ ଗୌଡ଼ ଦୁହେଁ ପାଚିକା ରହିଛନ୍ତି। ସେମାନେ ଭୁବନେଶ୍ୱର ରାଲିରେ ଯୋଗ ଦେବା ପାଇଁ ମେଘ ଟ୍ରେନ୍ରେ ଯିବା ପାଇଁ ସ୍ଥିର କରିଥିଲେ। ଭୁବନେଶ୍ୱର ଯିବା ପାଇଁ ସେମାନେ ସୁର୍ଲା ଷ୍ଟେସନରେ ଅପେକ୍ଷା କରିଥିଲେ। ନମ୍ବର 9 ସାମ୍ନାସାମ୍ନି ହେଲେ ଭାଜପା ଟିଡିପି, ଜାଣନ୍ତୁ ସଂସଦରେ କେଉଁ ପ୍ରଶ୍ନ ଉଠାଇଲେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ? ସଂସଦରେ ସମ୍ବିଧାନ ଉପରେ ଆଲୋଚନା ବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ କେନ୍ଦ୍ର ନେଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି। ଲୋକସଭାରେ ସମ୍ବିଧାନ ଉପରେ ବିତର୍କ ସମୟରେ ଜନସଂଖ୍ୟା ଆଧାରରେ ପରିବର୍ତ୍ତନ ସୀମା ନିର୍ଦ୍ଧାରଣ କରାଯିବା ନେଇ ଟିଡିପି ଏମ୍ପି ଲବଶ୍ରୀକୃଷ୍ଣ ଦେବରାୟଲୁ ଉପଦେଶ ପ୍ରକାଶ କରିଛନ୍ତି। ଏମ୍ପି କହିଛନ୍ତି ଯେ ପରବର୍ତ୍ତୀ ସୀମା ଅନୁଯାୟୀ ଦକ୍ଷିଣ ରାଜ୍ୟଗୁଡ଼ିକ କ୍ଷତି ସହିବାକୁ ଥିବା ବେଳେ ଉତ୍ତର ପ୍ରଦେଶରେ ରାଜନୈତିକ ଦୃଷ୍ଟିରୁ ଲାଭବାନ ହେବ। ସେ କହିଛନ୍ତି ଯେ ଯଦି ଜନସଂଖ୍ୟା ଆଧାରରେ ସୀମିତତା କରାଯାଏ ତେବେ ହିସାବ ହେଉଛି ଯେ ୟୁପି, ବିହାର, ଏମ୍ପି ଏବଂ ରାଜସ୍ଥାନରେ 4ଟି ଆସନ ବର୍ତ୍ତମାନ 169ରୁ 324କୁ ବୃଦ୍ଧି ପାଇବ। ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ବର୍ତ୍ତମାନ 129ରୁ 164କୁ ବୃଦ୍ଧି ପାଇବ। ନମ୍ବର 10 ପାକିସ୍ତାନ ଟିମ୍କୁ ଝଟକା, 34 ଘଣ୍ଟାରେ 3 ଖେଳାଳି ନେଲେ ସନ୍ନ୍ୟାସ। ପାକିସ୍ତାନ କ୍ରିକେଟ ଟିମ୍କୁ ବଡ଼ ଝଟକା, ଏକାଥରକେ ସନ୍ନ୍ୟାସ ନେଲେ ପାକିସ୍ତାନର 3 ଖେଳାଳି। ମାତ୍ର 34 ଘଣ୍ଟା ମଧ୍ୟରେ ପାକିସ୍ତାନରେ 3 ଜଣ ଖେଳାଳି ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଅଲରାଉଣ୍ଡର ଇମାଦ ୱାସିମ, ମହମ୍ମଦ ଆମିର, ମହମ୍ମଦ ଇରଫାନ ସନ୍ନ୍ୟାସ ନେଇଛନ୍ତି। ପ୍ରଥମେ ଅଲରାଉଣ୍ଡର ଇମାଦ ୱାସିମ ସନ୍ନ୍ୟାସ ନେଇଥିବା ବେଳେ ପରେ ମହମ୍ମଦ ଦ୍ରୁତ ବୋଲର ମହମ୍ମଦ ୱାମି ଏବଂ ମହମ୍ମଦ ଇରଫାନ ସନ୍ନ୍ୟାସ ନେଇଛନ୍ତି। ଇରଫାନ ଗତ କିଛି ଦିନରୁ ନିଜର ଉଚ୍ଚତାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲା। ତାଙ୍କର ଉଚ୍ଚତା 7 ଫୁଟ। ମହମ୍ମଦ ଇରଫାନ ହଠାତ୍ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଇରଫାନ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କ୍ରିକେଟ ଛାଡ଼ିବାକୁ ଘୋଷଣା କରିଛନ୍ତି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।